ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 228 229 230। ମା ଲେଖୁଛନ୍ତି ପ୍ରଭୁ ଲେଖୁଛନ୍ତି ଜ୍ଞାନ 228 ରେ ସଂହାର କରିବା ଲାଗି ଭଗବାନଙ୍କର ଆଦେଶ ରହିଥିଲା ବେଳେ ଯିଏ ତଥାପି ସଂହାର କରେ ନାହିଁ ସିଏ ଏହି ପୃଥିବୀରେ ଅଗଣିତ ବିଧ୍ୱଂସନର କାରଣ ହୋଇଥାଏ। ଜ୍ଞାନ 229 ଯେତେବେଳେ ପର୍ଯ୍ୟନ୍ତ ସମ୍ଭବ ହେଉଥିବ ତୁମେ ମନୁଷ୍ୟର ଜୀବନକୁ ସମ୍ମାନ କରୁଥିବ, ମାତ୍ର ତାଠାରୁ ଅଧିକ ପରିମାଣରେ ହିଁ ମନୁଷ୍ୟ ଜାତିର ଜୀବନ ଲାଗି ତୁମର ସମ୍ମାନ ମହଜୁଦ ରହିଥିବ। ଜ୍ଞାନ 230 ଆପଣାର କ୍ରୋଧ, ଘୃଣା କିମ୍ବା ପ୍ରତିହିଂସା ପରାୟଣତାକୁ ଆୟତ୍ତରେ ରଖି ନ ପାରି ହିଁ ମନୁଷ୍ୟମାନେ ହତ୍ୟା କରିଥାନ୍ତି। ଏହି ଲୋକରେ ହେଉ ଅଥବା ପରଲୋକରେ ହେଉ ସେମାନେ ତାହାର ପ୍ରତିଫଳକୁ ଅବଶ୍ୟ ଭୋଗ କରିବେ, ଅଥବା ଆପଣାର କୌଣସି ସ୍ୱାର୍ଥର ସାଧନ ଲାଗି ମଧ୍ୟ ସେମାନେ ନରହତ୍ୟା କରନ୍ତି, ଅତ୍ୟନ୍ତ ନିର୍ମମ ଭାବରେ ତାହା କରନ୍ତି। ଭଗବାନ ସେମାନଙ୍କୁ କଦାପି କ୍ଷମା ଦେବେ ନାହିଁ। ଯଦି ତୁମେ ପ୍ରକୃତରେ ହତ୍ୟା କରିବ ବୋଲି ବିଚାର କରୁଛ, ତେବେ ତାହାର ପୂର୍ବରୁ ହିଁ ତୁମର ଆତ୍ମା ମୃତ୍ୟୁକୁ ଏକ ସତ୍ୟ ବୋଲି ଜାଣିଥିବା ଉଚିତ ଏବଂ ତୁମ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତି, ତୁମର ଆକ୍ରମଣ ଏବଂ ଆକ୍ରମଣକାରୀ ଏହି ସମସ୍ତଙ୍କ ଭିତରେ ଭଗବାନଙ୍କର ଦର୍ଶନ ଲାଭ କରିପାରିଥିବା ଉଚିତ। ମା ଏଠି ଜ୍ଞାନ 228 ପ୍ରଭୁ ଯୋଉ କହିଲେ ସଂହାର କରିବା ଲାଗି ଭଗବାନଙ୍କର ଯଦି ଆଦେଶ ରହିଛି, ସେତେବେଳେ ଯଦି ତୁମେ ସଂହାର କରୁନାହ ତେବେ ପୃଥିବୀର ଅଗଣିତ ବିଧ୍ୱଂସନର ତୁମେ କାରଣ ହବ। ଏଠି ପ୍ରଥମ କଥା ହେଲା ଭଗବାନଙ୍କର ନିର୍ଦ୍ଦେଶ ଯାହା ଅଛି ତାହା ଆମେ ପାଳନ କରିବା ଉଚିତ। ଯଦି ଭଗବାନଙ୍କର ନିର୍ଦ୍ଦେଶକୁ ଆମେ ପାଳନ କରୁନାହୁଁ ତାହେଲେ ଆମେ ବିଧ୍ୱଂସନର କାରଣ ହେଇଯିବା। ଆମେ ଜାଣି ରଖିବା ଯେ ଆମର ଜ୍ଞାନ ହେଉଛି ସୀମିତ ଏବଂ ଯିଏ ସୃଷ୍ଟି କରିଛନ୍ତି, ଯେମିତି ଗୋଟେ ନାଟକରେ ଯିଏ ସ୍କ୍ରିପ୍ଟ ଲେଖିଛି ସିଏ ଜାଣିଛି କୋଉଠି କ'ଣ ହବ। ଯଦି ସ୍କ୍ରିପ୍ଟ ରାଇଟର ଯାହା ଲେଖିଛନ୍ତି, ଡାଇରେକ୍ଟର ଯେତେବେଳେ ତାକୁ କହୁଛନ୍ତି ତୁମେ କର ବୋଲି, ତୁମେ ଯଦି ତାହା ନ କର ତାହେଲେ ଟୋଟାଲ ଡ୍ରାମାଟାକୁ ତୁମେ ଏପଟ ସେପଟ କରିଦେବ, ପୁରା ଫ୍ଲପ୍ କରିଦେବ। ତାମାନେ ଚିନ୍ତା କରନ୍ତୁ, ସମସ୍ତେ ସେଠି ନା ତୁମେ ଦରମା ପାଇବ, ଲୋକ ତମକୁ ଗୋଡେଇ ଗୋଡେଇ ବାଡେଇବେ, ଗଲା ଡ୍ରାମାଟାକୁ ନଷ୍ଟ କରିଦେଲ। ଯେମିତି ସେଇଟା ସେମିତି ଚିନ୍ତା କରନ୍ତୁ, ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟେକ ଘଟଣାର ଯୋଉ ଯୋଉ ଚେତନାରେ ରହିଛନ୍ତି ସେମାନେ ସେଇ ଅନୁସାରେ ତାକୁ ସୁନ୍ଦର ଭାବରେ ପ୍ରଭୁ କ'ଣ କରୁଛନ୍ତି, ପରମେଶ୍ୱର ବା ଦିବ୍ୟଜନ କ'ଣ କରୁଛନ୍ତି ନା ତାକୁ ସବୁ ସେଟ୍ କରୁଛନ୍ତି। ସେଇ ସେଟ୍ ଭିତରେ ଯିଏ ଅଗ୍ରଗତିକୁ ବିରୋଧ କଲା ତାକୁ ବିଧ୍ୱଂସ କରିବା ହେଉଛି ବର୍ତ୍ତମାନ ଡାଇରେକ୍ଟରର କାମ। ବର୍ତ୍ତମାନ ନିର୍ଦ୍ଦେଶ ଆସିଲା, ଭଗବାନ ନିର୍ଦ୍ଦେଶ ଦେଲେ ଏବଂ ତମେ ତାକୁ ହତ୍ୟା କର, ତମେ ହତ୍ୟା କଲ ନାହିଁ, ତେବେ ଟୋଟାଲ ଡ୍ରାମା ଫ୍ଲପ୍। ଏବଂ ଡ୍ରାମା ଫ୍ଲପ୍ ହେଲେ ସମସ୍ତେ ମାନେ ଇନକ୍ଲୁଡିଂ ୟୁର ସେଲ୍ଫ ତମେ ମଧ୍ୟ ଲୋକଙ୍କର ମାଡ଼ ଖାଇବ। ଯେମିତି ଡ୍ରାମା ଫ୍ଲପ୍ ହେଲା, ତମେ ଖାଇବ, ତମ ଆକ୍ଟର ମାନେ ସମସ୍ତେ ଖାଇବେ, ଡାଇରେକ୍ଟର ଖାଇବେ, ସ୍କ୍ରିପ୍ଟ ରାଇଟର ଖାଇବେ, ସମସ୍ତେ ଖାଇବେ। ତାମାନେ ଟୋଟାଲ ସୃଷ୍ଟି ହିଁ ବ୍ୟର୍ଥ ହେଇଯିବ। ଏଇଠି ଆପଣ ଗୋଟେ ଏକ୍ସାମ୍ପଲ ଆମେ ମନେ ପକେଇବା, ମହାଭାରତର ସେ ଏକ୍ସାମ୍ପଲଟି। ଯେତେବେଳେ ବବ୍ରୁବାହନ ବା ବେଲାଳସେନ ଭୀମଙ୍କର ପୌତ୍ର, ଘଟୋତ୍କଚଙ୍କର ପୁତ୍ର, ସିଏ ଆସୁଛନ୍ତି ଯୁଦ୍ଧରେ ଯୋଗ ଦେବା ପାଇଁ। ଯେତେବେଳେ ଯୁଦ୍ଧରେ ଯୋଗ ଦେବା ପାଇଁ ସିଏ ଆସୁଛନ୍ତି, ଶ୍ରୀକୃଷ୍ଣଙ୍କ ସହିତ ଭେଟ ହଉଛି। ସେଠି ଶ୍ରୀକୃଷ୍ଣକୁ ସିଏ ଜାଣିଛନ୍ତି ଏବଂ ତାଙ୍କୁ ଅଲରେଡି ତାଙ୍କ ମା ଅଲରେଡି କହିଛନ୍ତି, ତାଙ୍କର ଯୋଉ ଜେଜେମା ଅଲରେଡି କହିଛନ୍ତି ତାକୁ ଯେ ଶ୍ରୀକୃଷ୍ଣ ହଉଛନ୍ତି ଭଗବାନଙ୍କର ଇଏ, ତେଣୁ ସେ ମାନ୍ୟ କରୁଛନ୍ତି। ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କ ସହିତ ମିଶିଲା ବେଳେ ପରୀକ୍ଷା ତାଙ୍କର ଗୋଟେ କରୁଛନ୍ତି। କ'ଣ ସେ ପରୀକ୍ଷା? ନା ତମେ କ'ଣ ଯୁଦ୍ଧ କଳା ଶିଖିଛ ଦେଖାଅ।
କିନ୍ତୁ ତା ପୂର୍ବରୁ ତା ସହିତ ଆଲୋଚନା ବେଳେ ଯୋଉ ଆଲୋଚନାଟି ହେଇଛନ୍ତି ସେ ଆଲୋଚନାରେ ଇଏ ଶ୍ରୀକୃଷ୍ଣ କହୁଛନ୍ତି ସେ କେମିତି ଅ, ଉପାସନା କଲେ ଦେବୀଙ୍କର ବର ବର ପାଇଛନ୍ତି ଏବଂ ସିଏ କଣ ସଂକଳ୍ପ କରିଛନ୍ତି ଇତ୍ୟାଦି ଇତ୍ୟାଦି। ସେ କଣ ସଂକଳ୍ପ କରିଛନ୍ତି? ତାଙ୍କର ସଂକଳ୍ପ ଥିଲା ଯେ ଯୋଉ ପକ୍ଷ ଯୋଉ ପକ୍ଷ ହାରିବା ପକ୍ଷ ବା ଯୋଉ ପକ୍ଷଟିର ଯେମିତି ଆମେ କଥାରେ ବୁଝିବା ଯାହାର ପଲା ତଳୁକୁ ଅଛି ମାନେ ଯିଏ ହାଲୁକା ପଟ ବା ହାରିବା ପଟକୁ ସିଏ ସମର୍ଥନ କରିବେ, ସାହାଯ୍ୟ କରିବେ ତାଙ୍କୁ ସାହାଯ୍ୟ କରିବା ପାଇଁ। ତେଣୁ ସିଏ କଣ କରିବେ? ତାଙ୍କ ପକ୍ଷ ନେବେ। ଇଏ ହଉଛି ତାଙ୍କର ସଂକଳ୍ପ, ଯୋଉଟାକୁ ସେ ଦେବୀଙ୍କୁ କଥା ଦେଇଛନ୍ତି, ବଚନ ଦେଇଛନ୍ତି। ସେଇ ଅନୁସାରେ ସେ ତାଙ୍କର କାର୍ଯ୍ୟ କରିବେ। ବର୍ତ୍ତମାନ ତାପରେ କୃଷ୍ଣ ଟେଷ୍ଟ କଲେ। କଣ ଟେଷ୍ଟ କଲେ ନା ତମେ କଣ ଜାଣିଛ ଦେଖାଅ। ସେ କହିଲେ ଆଜ୍ଞା ଦେଖେଇଦେବେ, କିଛି ନାହିଁ। ଗୋଟିଏ ତୀର ମାରିଲେ। ସେ ଦେଖିବାକୁ ଚାହିଁଲେ ଯେ ଏଇ ଗଛର ସବୁ ଯାକ ପତ୍ର କୁ ତମେ ଦେଖିବା ଗୋଟିଏ ତୀରରେ କେମିତି କଣା କରିପାରୁଛ, ମାନେ ଚିହ୍ନଟ କରିବ। ସେ ସେଠୁ ଗୋଟିଏ ପତ୍ର ତାଙ୍କ ଗୋଡ ତଳେ ରଖିଲେ ଏବଂ ଇଏ ଗୋଟିଏ ତୀର ମାରିଲେ ସବୁ ଗଛର ମାନେ ସେଇ ଗଛର ସବୁ ପତ୍ରରେ ଯାଇକି ସିନ୍ଦୁର ମାନେ ଯେମିତି ଚିହ୍ନ ଦେଲା ବେଳେ ଗୋଟେ ଚିହ୍ନ ଦେଇକି ସେ ଆସିଲା। ତାପରେ ସେ ଆଉ ଗୋଟେ ତୀର ମାରିଲେ ଯେମିତି ସବୁ ପତ୍ର ହତ୍ୟା ହେଇଯିବ, ମାନେ ନଷ୍ଟ ହେଇଯିବ। ଆଙ୍କ ପାଦ ତଳେ ଯୋଉ ତୀର ଯୋଉ ପତ୍ରଟି ରହିଛି ତୀର ଆସି ସେଇଠି ଅଟକିଗଲା। ସେଠୁ ବର୍ତ୍ତମାନ ଦେଖନ୍ତୁ ପାଣ୍ଡବ ପକ୍ଷ ଭାରି ଖୁସି। କାହିଁକି ନା ତାମାନେ ଇଏ ଯଦି ଗୋଟାଏ ତୀର ମାରିବ ତାହେଲେ ସବୁ ସଫା। ଚିହ୍ନଟ କରି କରିକି ଯାଇକି ବୁଲି ବୁଲିକା ଯିଏ ଯୋଉଠି ପସ୍ତ ହୁଏ ତାକୁ ବୁଲିକି ମାରିବ। କିନ୍ତୁ ସେଠି ଶ୍ରୀକୃଷ୍ଣ କହୁଛନ୍ତି କଣ? ଦେଖ ତୁମେ ଯୋଉ ସଂକଳ୍ପ ନେଇଛ ସେ ସଂକଳ୍ପ ଫଳରେ କଣ ହବ ନା ତମେ ଯାହାଙ୍କ ପାଇଁ ଲଢିବ ବୋଲି ଭାବିକି ଆସିଛ ତୁମରି ଯୋଉ ପିତାମହ ମାନେ ପାଣ୍ଡବ ପକ୍ଷ ତାଙ୍କର ହିଁ ତମେ କ୍ଷତି ସାଧନ କରିବ ଏବଂ ପାଣ୍ଡବ ମାନେ ଏ ଯୁଦ୍ଧରେ ତୁମରି ଦ୍ୱାରା ହିଁ ନିହତ ହେଇଯିବେ। ଏ କଥା ସେ କହୁନାହାନ୍ତି କିନ୍ତୁ କହୁଛନ୍ତି ଯେ ପାଣ୍ଡବ ମାନଙ୍କର କ୍ଷତି ସାଧନ ହବ ତମେ ଯଦି ଏ ଯୁଦ୍ଧରେ ଯୋଗ ଦିଅ। କିନ୍ତୁ ଏ ତ ଯୁଦ୍ଧରେ ଯୋଗ ଦେବାକୁ ହିଁ ଆସିଛନ୍ତି, ଆଉ ନୀରବ ରହିପାରିବେନି। ସଂକଳ୍ପ କରିକି ଆସିଛନ୍ତି ଯୁଦ୍ଧରେ ଯୋଗ ଦେବେ। ବର୍ତ୍ତମାନ କଣ ହେଲା? ଏମାନେ ସମସ୍ତେ ଆଶ୍ଚର୍ଯ୍ୟ। କଣ କରାଯିବ? ସେଠୁ ଶ୍ରୀକୃଷ୍ଣ ଯାହା ଇଶାରା କଲେ ସେଠୁ ବବ୍ରୁବାହନ ବୁଝି ପାରିଲେ ବା ବେଲାଳସେନ ବୁଝି ପାରିଲେ ଯେ ତାଙ୍କୁ ଯୁଦ୍ଧରୁ ବିରତ ରହିବାକୁ ପଡିବ। ଯୁଦ୍ଧରୁ ବିରତ ପୁଣି ରହିବେ କେମିତି? ଯୁଦ୍ଧ କରିବାକୁ ସଂକଳ୍ପ କରି ଆସୁଛନ୍ତି ମାନେ ଯୁଦ୍ଧରେ ନିଶ୍ଚୟ କରିବେ। କେବଳ ତାଙ୍କର ମୃତ୍ୟୁ ହେଲେ ହିଁ ଯୁଦ୍ଧରୁ ସେ ବିରତ ରହିପାରିବେ। ତେଣୁ ସିଏ ବିନା ଦ୍ୱିଧାରେ କହିଲେ ମୁଁ ମସ୍ତକ କାଟିଦେବେ। ଯଦି ସିଏ ମସ୍ତକ କାଟି ନଥାନ୍ତେ, ଯେତେବେଳେ ଭୀମ ପଚାରୁଛନ୍ତି ଘଟୋତ୍କଚ ପଚାରୁଛନ୍ତି କଣ ଆର କିଛି ସମାଧାନ ନାହିଁ? କହିଲେ କୁହ ସମାଧାନ ଦେବେ କଣ? ସିଏ ଯୋଉ ସଂକଳ୍ପ କରିଛି ଯୋଉ ପକ୍ଷ ହାରିବା ପଟରେ ଥବ ତାଙ୍କରି ପକ୍ଷରୁ ଲଢିବ ସିଏ। ତମେ ଚିନ୍ତା କର, ପ୍ରଥମେ ପ୍ରଥମେ ହୁଏତ ଦେଖାଯିବ ଯେ ପାଣ୍ଡବ ମାନେ ହାରିବା ପଟରେ ଅଛନ୍ତି। କାହିଁକି ନା ଆର ପକ୍ଷରେ ଭୀଷ୍ମ, ଦ୍ରୋଣ, ମାନେ ଅଶ୍ୱତ୍ଥମା, କୃପାଚାର୍ଯ୍ୟ ମହାମହାରଥୀ ସବୁ ଶଲ୍ୟ ବିରାଟ ବିରାଟ ମହାମହାରଥୀ ସବୁ ଅଛନ୍ତି। ଆମ ପାଣ୍ଡବ ପକ୍ଷରେ କମ ଅଛି। କିନ୍ତୁ ଯେତେବେଳେ ଯୁଦ୍ଧ ଟା କିଛି ଦିନ ଆଗେଇ ଯିବ ସେତେବେଳେ ପାଣ୍ଡବ ପକ୍ଷ ଭାରି ହେଇକା ଯିବେ। ପାଣ୍ଡବ ପକ୍ଷ ଧୀରେ ଧୀରେ ଯଦି ତାଙ୍କର ଉପରେ ବିଜୟ ହାସଲ କରି କରି ଯିବେ ସେତେବେଳେ ବର୍ତ୍ତମାନ କଣ ହବ? କଣ ହବ? ବର୍ତ୍ତମାନ କୌରବ ପକ୍ଷ ହେଇଯିବେ ହାରିବା ପଟ, ସିଏ ତାଙ୍କ ପଟକୁ ପଳେଇବ। ଚିନ୍ତା କରନ୍ତୁ କଣ ପ୍ରକାରର ଅବସ୍ଥା ହବ। ତେଣୁ ଇଏ ଯୁଦ୍ଧର ମାନେ ସନ୍ତୁଳନ ଟାକୁ ହିଁ ବିଗାଡି ଦବ ଏବଂ ପାଣ୍ଡବଙ୍କର ଏଥିରେ କ୍ଷତି ସାଧନ ହବାର ସମ୍ଭାବନା ଅଧିକ ରହିଛି। ତେଣୁ ସେଠି ବବ୍ରୁବାହନ ସାଙ୍ଗେ ସାଙ୍ଗେ ମାନେ ଖୁସି ମନରେ ସ୍ବ ଇଚ୍ଛାରେ ନିଜ ମସ୍ତକଟିକୁ ସେ କାଟିକିରି ଅର୍ପଣ କରିଦେଇଛନ୍ତି। କିନ୍ତୁ ତାଙ୍କର ଅନ୍ତିମ ଇଚ୍ଛା ସେ ରଖିଛନ୍ତି
ଯେ ମୁଁ ଇଚ୍ଛା କରିଥିଲି ଯୁଦ୍ଧ ଟିକେ ଭାଗ ନେଇଥାନ୍ତି, ଯଦି ଭାଗ ନ ନେଲେ ନାହିଁ ଯୁଦ୍ଧ ତ ଦେଖିବି ଟିକେ, ଠିକ ଅଛି ତଥାସ୍ତୁ କହିଲେ। ତେଣୁ ଶେଷ ପର୍ଯ୍ୟନ୍ତ ସିଏ ତାଙ୍କର ଦିବ୍ୟ ଦୃଷ୍ଟି ବି ସେ ପ୍ରାପ୍ତ କରିଛନ୍ତି। ଦୁଇ ଜଣ ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିଛନ୍ତି। ଜଣେ ପାଇଥିଲେ ସଞ୍ଜୟ, ଆଉ ଜଣେ ପାଇଥିଲେ ବବ୍ରୁବାହନ। ବବ୍ରୁବାହନ ସ୍ପଷ୍ଟ ଦେଖୁଛନ୍ତି କେମିତି କୃଷ୍ଣଙ୍କର ସୁଦର୍ଶନ ଚକ୍ର କାମ କରୁଛି। ଏଠି ବର୍ତ୍ତମାନ କଣ ହେଲା ଚିନ୍ତା କରନ୍ତୁ। ବବ୍ରୁବାହନ ଯଦି ନିଜକୁ ସେଠି ହତ୍ୟା କରିନଥାନ୍ତେ, ଭଗବାନଙ୍କ ନିର୍ଦ୍ଦେଶ ନ ମାନିବେ, ତାହେଲେ ସବୁ ଏପଟ ସେପଟ ହେଇଯିବ। ସେଭଳି ଅ ଆହୁରି ବହୁତ କାରଣ ରହିଛି ବି। ସେଠି ଯଦି ଦେଖାଯାଏ ବବ୍ରୁବାହନକୁ ଯୁଦ୍ଧରୁ ଯେତେବେଳେ ବା ଅଭିମନ୍ୟୁଙ୍କୁ ଯୁଦ୍ଧରୁ ବା ବିରତ ରଖିବା, ଅଭିମନ୍ୟୁ ହତ୍ୟା ହବା, ଏମିତି ସବୁ ଅନେକ ଗୁଡେ ଘଟଣା ରହିଛି। ଯେପରି ଯୁଦ୍ଧରେ ଶ୍ରୀକୃଷ୍ଣ ନିଜେ ହାରିବା, ଇଏ ହଉଛି ପ୍ରଭୁଙ୍କର ସେ ଯୋଉ କୋଉ ଭଳି ଭାବରେ କେମିତି ପରିସ୍ଥିତି ଗୁଡାକ ସେ ସନ୍ତୁଳିତ କରି ରଖନ୍ତି, ଯାହା ଫଳରେ ବିବର୍ତ୍ତନ ଧାରାରେ ଅଗ୍ରଗତିରେ ଯେପରି ଏଇ ତାଙ୍କର ବିଧାନଟି ସୃଷ୍ଟିଟାକୁ ସାହାଯ୍ୟ କରୁଥିବ। ତେଣୁ ସେଠି ଯଦି ଆମେ ତାଙ୍କ ବିଧ୍ୱଂସନର ନିର୍ଦ୍ଦେଶକୁ ମାନୁନାହୁଁ, ତେବେ ଆମେ ନିଜେ ବିଧ୍ୱଂସର ବା ବିଧ୍ୱଂସକ ହେଇଯିବା, ଅନେକଙ୍କ ବିଧ୍ୱଂସର କାରଣ ହେଇଯିବା। ତାପରେ ଜ୍ଞାନ 229ରେ କହୁଛନ୍ତି, ଯେତେବେଳେ ପର୍ଯ୍ୟନ୍ତ ସମ୍ଭବ ହେଉଥିବ ତୁମେ ମନୁଷ୍ୟର ଜୀବନକୁ ସମ୍ମାନ କରୁଥିବ, ମାତ୍ର ତାଠାରୁ ଅଧିକ ପରିମାଣ ହିଁ ମନୁଷ୍ୟ ଜାତିର ଜୀବନ ଲାଗି ତୁମର ସମ୍ମାନ ମହଜୁଦ ରହିଥିବ। ଆମେ ମନେ ରଖିବା ଦିଟା ଯାକ କଥା। ପ୍ରଥମେ କହିଲେ ତୁମେ ମନୁଷ୍ୟର ଜୀବନକୁ ସମ୍ମାନ କରୁଥିବ। ଆମେ ସମସ୍ତେ ଏଟା ବାରମ୍ବାର ମନେ ପକାଉଛୁ, ସମସ୍ତ ଜୀବ ଭିତରେ ଯେହେତୁ ଭଗବତ ଉପସ୍ଥିତି ରହିଛି, ତେଣୁ ତୁମେ ସମସ୍ତଙ୍କୁ ସମ୍ମାନ କରିବ, ସମସ୍ତଙ୍କ ପ୍ରତି ତମର ସମତ୍ୱ ଭାବ ରହିବ। ଇଏ ହେଲା ନିହାତି କଥା। ତା ସହିତ ଗୋଟେ ରହିଲା ସମ୍ମାନ କରିବ। ତାମାନେ ଏଠି ତୁମେ ଆମ ଭିତରେ ଯୋଉ ମୁତ୍ୱ ଭାବ ଆସେ, ମୁଁ ମହାନ, ମୋର ଅଧିକ ଜ୍ଞାନ ରହିଛି, ମୋର ଅଧିକ ଅନୁଭବ ରହିଛି, ମୁଁ ଏତେ ଜ୍ଞାନ ହାସଲ କରିଛି, ଇତ୍ୟାଦି 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 ଇତ୍ୟାଦି। ମାଙ୍କ ସଂସ୍ପର୍ଶରେ ମୁଁ ଆସିଛି। ଆମେ ବେଳେ ବେଳେ କହୁନା, ଦେଖ ମାଙ୍କ ସଂସ୍ପର୍ଶରେ ଆମେ ଶୀଘ୍ର ଆସିଛୁ, ଆଉ ମୁଁ ମାଙ୍କର ପାଖ ଲୋକ, ଇତ୍ୟାଦି ଇତ୍ୟାଦି। ଏ ସବୁ ଜିନିଷରେ କଣ ହୁଏ, ତମେ ଅନ୍ୟ ମାନଙ୍କୁ ସମ୍ମାନ କରୁଛ, ବା ଆକୁ ଆମେ ଯଦି କଥାରେ ବୁଝିଲେ ଅଣ୍ଡର ଏଷ୍ଟିମେଟ କରିବା ଭଳିଆ କଥା। ତେଣୁ ସମ୍ମାନ କରିବେ। କିନ୍ତୁ ତା ସହିତ ସେ କହୁଛନ୍ତି କଣ, ତୁମେ ମନୁଷ୍ୟ ଜାତିର ଜୀବନ ଲାଗି ଅଧିକ ତମେ ସମ୍ମାନ ତମ ପାଖରେ ବି ରହିବା ଦରକାର, ମନୁଷ୍ୟ ଜାତି ତୁମ ପ୍ରତି। ତା ମାନେ କେତେବେଳେ ହବ ନା, ଯେତେବେଳେ ତୁମର ବ୍ୟକ୍ତିତ୍ୱଟି ସେଇ ପରିମାଣରେ ଗଠିତ ହେଇଯିବ। ଯେ ପର୍ଯ୍ୟନ୍ତ ବ୍ୟକ୍ତିତ୍ୱଟି ଚୈତ୍ୟକୁ କେନ୍ଦ୍ର କରି ନ ହେଇଛି, ବାହ୍ୟ ମନ ପ୍ରାଣ ଶରୀର ଦ୍ଵାରା ହେଇ ଚାଲିଛି, ସେ ପର୍ଯ୍ୟନ୍ତ ତୁମେ କଣ ହବ, ଅହଂ ଦ୍ଵାରା ପରିଚାଳିତ ହଉଥିବ। ଯେ ପର୍ଯ୍ୟନ୍ତ ଅହଂ ଦ୍ଵାରା ପରିଚାଳିତ ହଉଥିବ, ସେତେବେଳେ ତୁମ ପ୍ରତି ମନୁଷ୍ୟ ଜାତିର ସମ୍ମାନ ଭାଗ ହେଇଯାଇଥିବ, କମ ରହିଥିବ। କିଏ ସମ୍ମାନ କରୁଥିବେ, କିଏ ଅସମ୍ମାନ କରୁଥିବେ। ନିଜର ବ୍ୟକ୍ତିତ୍ୱକୁ ତିଆରି କରିବା ନିହାତି ଆବଶ୍ୟକ। ଏବଂ ସେ ବ୍ୟକ୍ତିତ୍ୱର ମାପକାଠିରେ ବା ମେରୁଦଣ୍ଡରେ ବା ମୂଳରେ ନିୟାମକ କିଏ ରହିବେ ନା, ଚୈତ୍ୟ ସତ୍ତା ରହିବେ ବା ଆତ୍ମା ରହିବେ। ଆତ୍ମା ଯେପରି ଆମ ମନ ପ୍ରାଣ ଶରୀରକୁ ପରିଚାଳିତ କରିବେ, ସେଇ ବ୍ୟକ୍ତିତ୍ୱ ସମ୍ପନ୍ନ ହବାକୁ ଆମକୁ ପଡିବ। ତାପରେ ଜ୍ଞାନ 230, 230ରେ କହୁଛନ୍ତି, ଆପଣାର କ୍ରୋଧ, ଘୃଣା କିମ୍ବା ପ୍ରତିହିଂସା ପରିଣତକୁ ଆୟତରେ ରଖି ନ ପାରି ହିଁ ମନୁଷ୍ୟମାନେ ହତ୍ୟା କରିଥାନ୍ତି। ଏଠି ମନୁଷ୍ୟମାନେ କେମିତି ଅନ୍ୟମାନଙ୍କୁ ହତ୍ୟା କୋଉ କୋଉ କାରଣରୁ କରିଥାନ୍ତି ସେ ବର୍ଣ୍ଣନା କରୁଛନ୍ତି। ଏବଂ ନିଜର ସ୍ୱାର୍ଥ ସାଧନ, ନିଜର କ୍ରୋଧ, ନିଜର ଘୃଣା, ନିଜର ପ୍ରତିହିଂସା ପରାୟଣତା, ତାମାନେ ନିମ୍ନ ଚେତନାରେ, ପଶୁ ଚେତନାରେ, ନିମ୍ନ ଚେତନାକୁ ଖସିଗଲେ ବା ପାଶବିକ ଚେତନାକୁ ଖସିଗଲେ, ମନୁଷ୍ୟ କଣ କରେ, ଅନ୍ୟମାନଙ୍କୁ ହତ୍ୟା କରେ, ନରହତ୍ୟା କରେ। ତେଣୁ ସେମାନଙ୍କ ପାଇଁ ମା କହୁଛନ୍ତି, ପ୍ରଭୁ ଲେଖୁଛନ୍ତି, ଭଗବାନ ସେମାନଙ୍କୁ କଦାପି କ୍ଷମା ଦିଅନ୍ତି ନାହିଁ। ତେଣୁ ସେଠି ତାପରେ ଲେଖୁଛନ୍ତି କଣ, ଏଇ ଲୋକରେ ହଉ ବା ପରଲୋକରେ ହଉ, ସେମାନେ ତାର ପ୍ରତିଫଳ ଅବଶ୍ୟ ଭୋଗ କରିବେ। ଦେଖନ୍ତୁ, ଆମେ ବର୍ତ୍ତମାନ ନିମ୍ନ ଚେତନାରେ ଯେତେବେଳେ ରହିଲେ ଏବଂ ନିମ୍ନ ଚେତନାରେ ରହି ଯେତେବେଳେ ନରହତ୍ୟା କରୁଛନ୍ତି, ତେବେ ତାର ନିମ୍ନ ଚେତନାରେ ରହିକି ଫାଷ୍ଟ ଜ୍ଞାନ 228ରେ କହିଲେ, ଯେତେବେଳେ ପ୍ରଭୁଙ୍କର ନିର୍ଦ୍ଦେଶ ଆସିଛି, ସେତେବେଳେ ତୁମେ ଯଦି ନ କରୁଛ, ତେବେ ତମେ ବିଧ୍ୱଂସର କାରଣ ହେଇଗଲ। ସେତେବେଳେ ତୁମେ ହତ୍ୟା କରିବା ପାଇଁ ଯୋଗ୍ୟ ହବ। ଏଠି ବି କହୁଛନ୍ତି କିଏ ସେ ହତ୍ୟା କରିବାକୁ ଯୋଗ୍ୟ, କିଏ ଅଯୋଗ୍ୟ। ପ୍ରଥମେ କହିଲେ, ଯଦି ତୁମେ ଆମେ ତ ହତ୍ୟା କରୁଛୁ, ପ୍ରଭୁଙ୍କର ନିର୍ଦ୍ଦେଶ ନାହିଁ, କିନ୍ତୁ ଆମେ ପ୍ରଭୁଙ୍କର ନିର୍ଦ୍ଦେଶର ବାହାନା ବି ନେଇପାରୁ। ବହୁତ ମିସକନସେପ୍ଟ ଲୋକ କରନ୍ତି। ଯେତେବେଳେ କରୁଛୁ, ତାର ପ୍ରତିଫଳ ତୁମେ ନିଶ୍ଚୟ ଭୋଗିବ।
ଏ ଲୋକରେ ଭୋଗିବ ପରଲୋକରେ ଭୋଗିବ, ନିଶ୍ଚୟ ଭୋଗିବ। କିନ୍ତୁ ସେ ତାପରେ କହୁଛନ୍ତି ତାହେଲେ କିଏ ସେ ଭୋଗିବ ନାହିଁ? ଯେତେବେଳେ ସିଏ ଭଗବତ ଆଦିଷ୍ଟ ହେଇଥିବ। ଭଗବତ ଆଦିଷ୍ଟ କିଏ ହେଇପାରିବ ଏଠି ବର୍ଣ୍ଣନା କରୁଛନ୍ତି। କିଏ ହେଇଥିବ ନା ଯିଏ ତାର ଆତ୍ମା ମୃତ୍ୟୁକୁ ଏକ ସତ୍ୟ ବୋଲି ଜାଣିଥିବା ଉଚିତ। ଯେତେବେଳେ ସେ ଆତ୍ମା ଦ୍ଵାରା ପରିଚାଳିତ ହେବାକୁ ଆରମ୍ଭ କରିବ ଏବଂ ଏଇ ଯୋଉ ପରମ ଜ୍ଞାନ, ଯୋଉ ପ୍ରଜ୍ଞା ସେ ହାସଲ କରିସାରିଥିବ, ସେତେବେଳେ ସରିଗଲା କଥା। ଆଉ କଣ ଅଛି? ଯେତେବେଳେ ମୁଁ ପରମାତ୍ମାଙ୍କ ସହିତ ଏକୀଭୂତ ନ ହେଇଛି ସେ ପର୍ଯ୍ୟନ୍ତ ମୋର ପରମ ପ୍ରଜ୍ଞା ବା ଏଇ ପ୍ରଜ୍ଞା ହାସଲ ହେଇପାରିବ ନାହିଁ। ଯେତେବେଳେ ତାଙ୍କ ସହିତ ଏକତ୍ୱ ହେଇଯିବି ବା ସେଇ ପ୍ରଜ୍ଞା ମୋ ଭିତରେ ଆସିଯିବ, ସେତେବେଳେ ତ ଯାହା ଭଗବାନ ନିର୍ଦ୍ଦେଶ କରିବେ ତାହା କରିବି। ତେଣୁ ସେତେବେଳେ ଆଉ କର୍ମଫଳ ବା ଯୋଉ ପରିଣାମ ମତେ ଭୋଗିବାର ନଥିବ। ଆଉ ଦେଖୁଛନ୍ତି, ଯଦି ତୁମେ ପ୍ରକୃତରେ ହତ୍ୟା କରିବ ବୋଲି ବିଚାର କରୁଛ, ତେବେ ତାହାର ପୂର୍ବରୁ ହିଁ ତୁମର ଆତ୍ମା ମୃତ୍ୟୁକୁ ଏକ ସତ୍ୟ ବୋଲି ଜାଣିଥିବା ଉଚିତ ଏବଂ ତୁମ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତି, ତୁମର ଆକ୍ରମଣ ଏବଂ ଆକ୍ରମଣକାରୀ ଏହି ସମସ୍ତଙ୍କ ଭିତରେ ଭଗବାନଙ୍କର ଦର୍ଶନ ଲାଭ କରିପାରିଥିବା ଉଚିତ। ପରମଙ୍କ ସହିତ ଏକତ୍ୱ ହେଇଗଲେ, ତା ଆତ୍ମା ଦ୍ୱାରା ପରିଚାଳିତ ହେଲେ ମୋ ଭିତରେ ବି ଦେଖିପାରିବି, ଆକ୍ରମଣ ଯିଏ କରୁଛି ତା ଭିତରେ ଦେଖିପାରିବି, ଯିଏ ଆକ୍ରାନ୍ତ ହଉଛି ତାକୁ ଦେଖିପାରିବି। ସମସ୍ତଙ୍କ ଭିତରେ ଯେହେତୁ ଭଗବାନଙ୍କୁ ଦେଖିପାରୁଥିବି, ତାଙ୍କ ଦ୍ୱାରା ମୁଁ ପରିଚାଳିତ ହଉଥିବି। ତେଣୁ ସେତେବେଳେ ଯାହା ନିର୍ଦ୍ଦେଶ ଆସିବ ତାହା ହିଁ କରିବ। ସେତେବେଳେ ମନୁଷ୍ୟର ନିଜସ୍ୱ ଆଉ କିଛି ଅ ଅହଂ ଦ୍ୱାରା ପରିଚାଳିତ ହେଇ ତାର ଆଉ ନିଜସ୍ୱ ସତ୍ତା ବା କିଛି ନଥିବ। ତାହାର ବ୍ୟକ୍ତିତ୍ୱଟି ସେତେବେଳେ ଦିବ୍ୟ ବା ପରମଙ୍କ ସହିତ ଏକୀଭୂତ ହେଇଯାଇଥିବ। ତେଣୁ ଯାହା ନିର୍ଦ୍ଦେଶ ଆସିବ ତାହା ସେ କରିବ। ତେଣୁ ତାର ଆଉ କର୍ମଫଳ ସେ ଭୋଗିବ ନାହିଁ। ମା ଆଜି ଯାହା ପଢିଲା ଆଉ ଟିକେ ଜିଷ୍ଟ କହିଦିଅ, ମୁଁ ଟିକେ ଡେରିରେ ଜଏନ୍ କଲି। ଓକେ। ଜିଷ୍ଟ ଆଜି ଥିଲା ସଂହାର କରିବା ବା ହତ୍ୟା କରିବା, ତାରି ଉପରେ ଥିଲା। ଆଉ ଗୋଟେ ଥିଲା, ତେଣୁ ଏଠି କହିଲେ ଯେ ପର୍ଯ୍ୟନ୍ତ ଭଗବତ ଆଦିଷ୍ଟ ହେଇନାହାନ୍ତି, ଆତ୍ମା ଦ୍ୱାରା ପରିଚାଳିତ ହେଇନାହାନ୍ତି, ଯେତେବେଳେ ସମସ୍ତଙ୍କ ଭିତରେ ଆମେ ଆତ୍ମାକୁ, ଯେ ପର୍ଯ୍ୟନ୍ତ ଆମେ ଆତ୍ମା ଦ୍ୱାରା ପରିଚାଳିତ ହେଇନାହାନ୍ତି, ଯେ ପର୍ଯ୍ୟନ୍ତ ଆତ୍ମା ସହିତ ଏକୀଭୂତ ଲାଭ କରିନାହାନ୍ତି, ଯେ ପର୍ଯ୍ୟନ୍ତ ଆମେ ସମସ୍ତଙ୍କ ଭିତରେ ଆତ୍ମାକୁ ଦର୍ଶନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଯଦି ଆମେ କିଛି ପଦକ୍ଷେପ ନେଉଛୁ, ଯେପରିକି ହତ୍ୟା କରିବା କଥା କହୁଛନ୍ତି, ସେତେବେଳେ ସାଧାରଣତଃ ଆମେ ସ୍ୱାର୍ଥର ଦ୍ୱାରା ପରିଚାଳିତ ହେଇ ହତ୍ୟା କରୁ, କିମ୍ବା କ୍ରୋଧ, ଘୃଣା, ପ୍ରତିହିଂସା ପରାୟଣତା ଏଇ ଯୋଗୁଁ ଆମେ ହତ୍ୟା କରୁ। ତେଣୁ ସେମାନେ କର୍ମଫଳ ନିଶ୍ଚୟ ଭୋଗ କରିବେ। ଏବଂ ତାପରେ ତା ପୂର୍ବରୁ ଜ୍ଞାନ 228 କହିଲେ, ଯେତେବେଳେ ତୁମେ ଭଗବତ ଆଦେଶ ତମକୁ ଦେଇଛନ୍ତି ହତ୍ୟା କରିବା ପାଇଁ, ସଂହାର କରିବା ପାଇଁ, ଯଦି ତୁମେ ସଂହାର କରୁନାହଁ, ତେବେ ତମେ କଣ କରୁଛ? ଠିକ ଅପୋଜିଟ କାମ କଲ। ତାମାନେ ଭଗବାନଙ୍କ କାର୍ଯ୍ୟରେ ବିରୋଧ ସୃଷ୍ଟି କଲ, ପ୍ରତିରୋଧ ସୃଷ୍ଟି କଲ। ତେଣୁ ତମର ପରିଣାମ କଣ ହେଲା ନା, ତମେ ଯଦି ସଂହାର କରୁନାହଁ, ତେବେ ଅନେକ ବିଧ୍ୱଂସର ତମେ ହେଇଯିବ କାରଣ। କାହିଁକିନା ବର୍ତ୍ତମାନ ଚିନ୍ତା କରନ୍ତୁ, ଯଦି ପାଣ୍ଡବ ମାନେ କୃଷ୍ଣଙ୍କ କଥା ମାନି ଲଢେଇ କରିନଥାନ୍ତେ, କୌରବ ମାନଙ୍କୁ ହତ୍ୟା କରିନଥାନ୍ତେ, ମୋ ଭାଇ ବୋଲି ଛାଡି ଦେଇଥାନ୍ତେ, ହଁ ଭାଇ କଣ ଅଛି ନହେଲେ ନାହିଁ, ଆମେ ଆମର ପଛେ କୋଉଠି ଟିକେ ରହିଯିବୁ, ଯଦି ଛାଡି ଦେଇଥାନ୍ତେ, ତେବେ ସେ ଯୋଉଭଳି ଭାବରେ ଯିଏ ନାରୀଙ୍କୁ ସମ୍ମାନ ଦେଇ ଶିଖିନି, ଯିଏ ସବୁ ସବୁ କଛିକୁ ନିଜର ବୋଲି ମନେ କରୁଛି, କେବଳ କ୍ଷମତା ପାଇଁ, ରାଜଗାଦି ପାଇବା ପାଇଁ, କ୍ଷମତାର ମୋହରେ ସେ ସବୁ କିଛିକୁ ଧରାକୁ ଯିଏ ସରା ମଣୁନାହିଁ, କଣ ସେ କରିଥାନ୍ତା? ତାର ରାଜୁତି କାଳରେ କଣ ଘଟିଥାନ୍ତା? ଅଧର୍ମ, ଅସତ୍ୟ, ଅନ୍ୟାୟ, ଏ ସବୁର ହିଁ କେବଳ ପେଡି ପୁଟୁରା ଯେମିତି ଖୋଲି ଦିଆଯାଏ, ସେମିତି ଖୋଲି ହେଇଯାଇଥାନ୍ତା। ତେଣୁ ଯଦି ତୁମେ ହତ୍ୟା କରୁନାହଁ, ତେବେ ତୁମେ ବିଧ୍ୱଂସର କାରଣ ହେଇଯିବ ନିଜେ। ତାପରେ ଜ୍ଞାନ 229 ଗୋଟେ କଥା କହିଲେ ଯେ, ତୁମେ ସମସ୍ତଙ୍କୁ ସମ୍ମାନ କର। ଏଇଟା ନିହାତି ଦରକାର। ଲେଖୁଛନ୍ତି, ଯେତେବେଳେ ପର୍ଯ୍ୟନ୍ତ ସମ୍ଭବ ହେଉଥିବ, ତେବେ ତୁମେ ମନୁଷ୍ୟର ଜୀବନକୁ ସମ୍ମାନ କରୁଥିବ। ଆମେ ଅନେକ ସମୟରେ କଣ ହୁଏ, ଆମେ ନିଜ ଉପରେ ଟିକେ ବେଳେ ବେଳେ ଏ ଘଟଣା ବି ଘଟେ, ଯେ ଡିସାଟିସ୍ଫାଏ ହେଇଯାଉ, ହତାଶ ଆସିଯାଏ, ନିରାଶ ଆସିଯାଏ, ଏଇଟା ବି ଆସିଯାଇପାରେ। ସେତେବେଳେ ଆମେ କହୁ ଏ ନାଇଁ ଆଉ ଜୀବନ ତ୍ୟାଗ କରିଦେବି। ତାମାନେ ତମେ ତ ମନୁଷ୍ୟ ଜୀବନକୁ ସମ୍ମାନ କରୁନା।
ଇଏ ହେଲା ଗୋଟିଏ ଦିଗ। ଆଉ ଗୋଟେ ଦିଗ ହେଲା ଅନ୍ୟମାନଙ୍କୁ ସମ୍ମାନ କରିବା। ତାପରେ କହୁଛନ୍ତି ଯେ ଅଧିକ ପରିମାଣରେ ମନୁଷ୍ୟ ଜାତିର ଜୀବନ ଲାଗି ତୁମର ସମ୍ମାନ ମହଜୁଦ ରହିଥିବ। ତେଣୁ ତୁମର ବ୍ୟକ୍ତିତ୍ୱ ଏମିତି ଗଠନ କର ଯେପରି ତୁମେ ସମସ୍ତଙ୍କର ସମ୍ମାନର ପ୍ରାପ୍ତ ହେବ। କିନ୍ତୁ ତା ସହିତ ମନେ ରଖିବା ଯେ ଦୁର୍ଲଭ ଜୀବନ ହଉଛି ଆମର ଏ ମନୁଷ୍ୟ ଜୀବନ। ଏବଂ ଏ ମନୁଷ୍ୟ ଜୀବନ ଯଦି ଆମେ ପ୍ରାପ୍ତ କରିଛୁ ତା ପ୍ରତି ସମ୍ମାନ ବୋଧ ରଖିବ। ମାନେ କଣ ସମ୍ମାନ ବୋଧ ରଖିବ? ମାନେ ମନୁଷ୍ୟକୁ ଗୋଟେ ଦାୟିତ୍ୱ ଦିଆଯାଇଛି, ଗୋଟେ ମନ ଦିଆଯାଇଛି, ତା ସହିତ ତା ପାଖରେ ଗୋଟେ ସମ୍ଭାବନା ଦିଆଯାଇଛି। ସେ ଯଦି ପ୍ରୟାସ କରେ ତେବେ ପରମଙ୍କୁ ପ୍ରାପ୍ତ କରିବା ପାଇଁ ତା ପାଖରେ ଅନନ୍ତ ସମ୍ଭାବନା ରହିଛି। ତେଣୁ ତାକୁ ପ୍ରାପ୍ତ କରିବା ହିଁ ହଉଛି ମନୁଷ୍ୟ ଜାତିକୁ ସମ୍ମାନ ଦେବା ବା ମନୁଷ୍ୟ ଜନ୍ମକୁ ସମ୍ମାନ ଦେବା। ମୁଁ ଯଦି ମନୁଷ୍ୟ ମାନେ ମନୁଷ୍ୟ ଜୀବନ ଯୋଉ ପାଇଛି ତାକୁ ଯଦି ସମ୍ମାନ ଦେବି, ମନୁଷ୍ୟ ଜାତିକୁ ଯଦି ସମ୍ମାନ ଦେବି, ତାହେଲେ ଦୁଇଟା କାମ ଏଠି ହବ। ମନୁଷ୍ୟ ଜୀବନକୁ ଯେତେବେଳେ ସମ୍ମାନ ଦଉଛି ତାମାନେ ମତେ ସବୁବେଳେ ପ୍ରୟାସ କରିବାକୁ ପଡିବ, ନିରନ୍ତର ଭାବରେ ଅଭିପ୍ସୁ ହେଇକି ରହିବି ଯେ ଉଚ୍ଚତର ସତ୍ୟକୁ ଗ୍ରହଣ କରିବା ପାଇଁ। ଇଏ ହେଲା ମନୁଷ୍ୟ ଜୀବନକୁ ଯଦି ମୁଁ ସମ୍ମାନ କରିବି, ହତାଶ ହେଇପାରିବି ନାହିଁ, ନିରାଶ ହେଇପାରିବି ନାହିଁ, ସବୁବେଳେ ଅଗ୍ରଗତି ପାଇଁ ପ୍ରୟାସ କରିବି। ମନୁଷ୍ୟ ଜାତିକୁ ଯଦି ମନୁଷ୍ୟ ଜାତିର ଜୀବନ ଲାଗି ଯଦି ମୋର ସମ୍ମାନ ରହିବ, ତେବେ ମନୁଷ୍ୟ ଜାତିର ପରବର୍ତ୍ତୀ ପଦକ୍ଷେପ ହଉଛି କଣ ନା ରୂପାନ୍ତର ଅଭିମୁଖୀ ହେବା ପାଇଁ। ତେଣୁ ତାମାନେ ରୂପାନ୍ତର ଯେ ଅବଶ୍ୟ ସମ୍ଭବ, ଏଇ ଯୋଉ ଦୃଢ ନିଶ୍ଚୟତା ବୋଧକୁ ମୁଁ ସମ୍ମାନ ଦେବି। ତେଣୁ ଅତିମାନ ଶକ୍ତି ମୋ ଭିତରେ କିପରି କାର୍ଯ୍ୟ କରିବେ ସେଥିପାଇଁ ନିଜକୁ ନିଶ୍ଚୟ ପ୍ରୟାସ କରିବି। ନିଶ୍ଚୟ ପ୍ରୟାସ କରିବି। ଯଦି ମୁଁ ପ୍ରୟାସ ନ କରୁଛି ତେବେ ମୁଁ ମନୁଷ୍ୟ ଜାତିକୁ ଯୋଉ ସମ୍ମାନ ଦେବା କଥା କୁହାହେଲା ମୁଁ ସମ୍ମାନ ଦଉ ନାହିଁ। ଥ୍ୟାଙ୍କ ୟୁ ଅଲ୍।